ଅନେକ ଥର ଏମିତି ହେଇଥାଏ କି ଆମର କିମ୍ବା ଆମ ପରିଚୟରେ ଥିବା କିଛି ଲୋକଙ୍କର କେବେ ନା କେବେ ଗୋଟେ ହାଡ଼ ଭାଙ୍ଗିଥିବ। ହାଡ଼ ଭାଙ୍ଗିଲେ ଆମେ ସାଧାରଣତଃ ଭାବୁ କି କେତେ ଦିନ ଲାଗିବ ତାଙ୍କୁ ଭଲ ହେବା ପାଇଁ। ତେବେ ୟାର ଗୋଟେ ମୋଟାମୋଟି ହିସାବ ଅଛି, 100 ଦିନ। 100 ଦିନ ଭାବିକି ଆପଣ ଚାଲନ୍ତୁ, ଯେକୌଣସି ଗୋଟେ ହାଡ଼ ଭାଙ୍ଗିଥିବ ଆପ୍ରୋକ୍ସିମେଟଲି 100 ଦିନ ବା 3.5 ମାସ ଭିତରେ ସେ ଯୋଡ଼ି ହେଇଯିବା ଉଚିତ। ଯଦି ଯୋଡୁନାହିଁ ତାହେଲେ କିଛି ନା କିଛି ଗୋଟେ କାରଣ ଥିବ। ଆଉ ଯଦି ସେଇଟା ସର୍ବାଧିକ 9 ମାସ ପର୍ଯ୍ୟନ୍ତ ଯଦି ଜମା ଯୋଡି ହୋଇନଥାଏ ତାହେଲେ ତାକୁ ନନ୍ ୟୁନିୟନ କୁହାଯାଏ। ବେଳେ ବେଳେ ଯଦି ଯୋଡି ହବାରେ ସେ ଯଦି ଆଲାଇନମେଣ୍ଟ ଠିକ ନଥାଏ, ଆଗ ପଛ ହେଇଯାଇଥାଇପାରେ କିମ୍ବା ସେଟାର ଆଲାଇନମେଣ୍ଟ ଯଦି ଭୁଲ ହେଇଥାଏ ତାହେଲେ ତାକୁ ମ୍ୟାଲ ୟୁନିୟନ ବୋଲି କୁହାଯାଏ। ନହେଲେ କୌଣସି ପ୍ରକାର ୟୁନିୟନ ହବା ଗୋଟେ ନର୍ମାଲ ଇଣ୍ଡିଭିଜୁଆଲ ପାଇଁ ଏଇଟା ବହୁତ କମନ, ଆଉ ସେଇଟା 100 ଦିନ ଭିତରେ ହେଇଥାଏ। ନିଶ୍ଚିତ ଭାବରେ ଏହି ଖବରଟି ଯଦି ଆପଣଙ୍କୁ ଭଲ ଲାଗିଲା ତାହେଲେ ଆପଣଙ୍କର ପରିଚୟ ଥିବା ଲୋକମାନଙ୍କ ସହିତ ସେୟାର କରନ୍ତୁ, ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।